ଆପଣଙ୍କର ସତରେ କାଜୁ କେଜିଟେ ଖାଆନ୍ତି? ହଁ ମୁଁ ପ୍ରତ୍ୟେକ କାଜୁ ଦିନ କ୍ଷୀର ପିଅନ୍ତି? ହଁ ଡେଲି କାଜୁ ଖାଉଛି, କିସମିସ ଖାଉଛି, ଖଜରା ଖାଉଛି, ଚଣା ଖାଉଛି, ସବୁ କିଛି ଖାଉଛି ଡେଲି। ନମସ୍କାର, ସ୍ୱତନ୍ତ୍ର ଓଡ଼ିଶା ଲାଇଭକୁ ମୁଁ ସ୍ୱାଗତ କରୁଛି। ମୁଁ କୈଳାସ। ଆଜି ଆମ ପାଖରେ ଏମିତି ଜଣେ ଅତିଥି ଅଛନ୍ତି ଯାହାକି ଆମ ତାଳଚେର କିମ୍ବା ଅନୁଗୁଳ କୁହନ୍ତୁ କିମ୍ବା ସମଗ୍ର ଓଡ଼ିଶା କୁହନ୍ତୁ, ସେ ଚର୍ଚ୍ଚିତ ଏବଂ ଭାଇରାଲ, ଯାହାକି ସେ ନରେଶ ଭାଇ ନାମରେ ପରିଚିତ ଏବଂ ଜାଗୁଆର ନାମରେ ପରିଚିତ। 1,20,000 ଦରମା ପାଉଥିବା ସେହି ବ୍ୟକ୍ତି ସହିତ ଆଜି ଆମେ ଆଲୋଚନା କରିବା ଯେ ସେ କିପରି ଭାବେ ସଫଳତା ଶୀର୍ଷ ଏବଂ ଲୋକଙ୍କର ପରିଚୟ ସାଜିଛନ୍ତି। ଆସନ୍ତୁ ଆମେ ସେଇ ନରେଶ ଭାଇ ସହିତ ଆଲୋଚନା କରିବା। ଭାଇ, କିପରି ଭାବରେ ଆଜି ଆମେ ଓଡ଼ିଶାରେ ଆପଣଙ୍କୁ ଚିହ୍ନା ପରିଚୟ ଏବଂ ତାଳଚେର ଅନୁଗୁଳରେ ଲୋକମାନେ ଯେକୌଣସି ଲୋକକୁ ଆପଣ ପଚାରନ୍ତୁ, କେବଳ ଗୋଟିଏ ନା, ନରେଶ ଭାଇ ଜାଗୁଆର ପା। ଆପଣ ଏଭଳିଆ ଶୀର୍ଷ ଯୋଉ ସଫଳତା ଶୀର୍ଷରେ କିପରି ଭାବେ ପହଞ୍ଚି ପାରିଲେ? ଆଗରୁ ମୁଁ ଭାଇ ଆମର ଗରିବ ଥିଲୁ, ଜାଗା ବାଡ଼ି ଗଲାକୁ ଆମେ ଚାକିରି ବାକିରି କରିଛୁ, ବହୁତ ଉନ୍ନତି ହେଇଛୁ ବି, ସରକାର ଚାକିରି ଦେବାରୁ ବହୁତ ଉନ୍ନତି ହେଇଛୁ। ଏବେ ଆସିଥିଲି ଏଟିପିସି ପଟେ, ଓଭରବ୍ରିଜରେ ଖାଲ ଡିପୋ ଏପଟେ ଯିବା ପାଇଁ ଭାରି ଅସୁବିଧା ହଉଛି। ମତେ ଭାରି ଭଲ ଲାଗୁନି କିଛି ନାହିଁ। ଆଉ ସବୁ ଲୋକ ଭାଇ ମାନେ ବି ଡରି ଯାଉଛନ୍ତି, ଏଇଠି ରାସ୍ତାଘାଟରେ ଗଲା ବେଳକୁ ଡରି ଯାଉଛନ୍ତି। ଏ ପୁଲିଆଡା ମାନେ ମରାମତି କାମ ହଉନି, କିଛି ହଉନି, ଚାଲିଛି ଏଇଭଳିଆ ଚାଲିଛି। ଆଉ ମୁଁ ହେଉଛି ଭାଇ ନରେଶ ଭାଇ ଜାଗୁଆର ପାୱାର। ମାନେ ଯୋଉ ପିଙ୍କୁ ଦାସ କୁ କହୁଥିଲେ, ପିଙ୍କୁ ଦାସ ସେ ଭାଇ ଭଲ, ମୁଇଁ ବି ଭାଇ ଭଲ। ସେ ମତେ ରୋଷ୍ଟ ମାରେ, ମୁଇଁ ତାକୁ ରୋଷ୍ଟ ମାରେ। ଭଲ ପାଇବାଟା ଅଛି ବୋଲି ଭିଡିଓ ଭାଇରାଲ କରୁଛୁ, ଖୁସିରେ କରୁଛୁ। ଆଉ କଲେକ୍ଟର କାଟୁଛି କି ନରେଶ ଭାଇ ଜାଗୁଆର ପାୱାର। ଆପଣଙ୍କୁ ଖାଲି ପିଙ୍କୁ ଦାସ ନୁହଁ, ଆପଣଙ୍କୁ ଅନୁଗୁଳ ଜିଲ୍ଲାର ସମସ୍ତେ ଆପଣଙ୍କ ଭିଡିଓକୁ ପକାଇ ଏବଂ ଆପଣଙ୍କ ଭିଡିଓକୁ ରୋଷ୍ଟ ମାରି ସେ ମଧ୍ୟ ବି ପଇସା ଇନକମ କରୁଛନ୍ତି, ସେ ବି ଭାଇରାଲ ହଉଛନ୍ତି। ଆପଣ ବ୍ୟକ୍ତିଗତ ହିସାବରେ ୟୁଟ୍ୟୁବରୁ କେତେ ଟଙ୍କା ଇନକମ କଲେଣି ମାସିକ? ମୁଁ ୟୁଟ୍ୟୁବରୁ ପଇସା ଆଣୁନି, ମନିଟାଇଜ କରିନି, ଆଉ ଇନଷ୍ଟାରୁ ବି ମନିଟାଇଜ କରିନି। ପଇସା ଆଣୁନି, ମୁଁ ତ ଦରମା ପାଉଛି ମାସକୁ ମାସ। ଆଉ କଣ ଆଣିବି? ଗୋଟେ ବୋଲି ମତେ ଗୋଟେ ବ୍ଲେମ ହେବି ବୋଲି ମୁଁ ଆଣିପାରୁନି ପଇସା। ଆଉ ପିଙ୍କୁ ଦାସ ନେଇକିରି ଆପଣଙ୍କୁ ନେଇ କାହିଁକି ରୋଷ୍ଟ ମାରନ୍ତି? ସେ ପିଙ୍କୁ ଦାସ ମତେ ରୋଷ୍ଟ ମାରିଲା, ତୁ ଅନୁଗୁଳ ଟୋକା ହେଲେ ମୁଇଁ ବି ଅନୁଗୁଳ ଟୋକା। ସେ କହିଲା ତୁ ବି ଅନୁଗୁଳ ଟୋକା ଦେଖେଇଲେ ମୁଇଁ ବି ଦେଖେଇବି। ସେ ଗୋଟେ ରୋଷ୍ଟ ମାରୁଛି, ଭଲ ପାଇବା ଅଛି ବୋଲି ସେ ରୋଷ୍ଟ ମାରୁଛନ୍ତି, ମୁଇଁ ବି ତାକୁ ମାରୁଛି ରୋଷ୍ଟ। ଆଉ ସେତିକି ନୁହଁ, ଏନଟିପିସିରେ ଜଣେ ଡ୍ରାଇଭର ଭାବରେ କାମ କରୁଥିବା ଜଣେ ବ୍ୟକ୍ତି ଆମେ ବି ଦେଖିଥିଲୁ ୟୁଟ୍ୟୁବ ଏବଂ ଫେସବୁକରେ, ସେ ବି ଆପଣଙ୍କୁ ରୋଷ୍ଟ ମାରୁଛନ୍ତି। କିନ୍ତୁ ତାଙ୍କ ନାଁଟା ତ ଆଜିକାଲି ଆମର ମନେ ନାହିଁ, କିନ୍ତୁ ସେ ବି କାହିଁକି ଆପଣଙ୍କୁ ରୋଷ୍ଟ ମାରନ୍ତି ଆପଣ କେବେ ଦେଖିଛନ୍ତି? ମୁଁ ଦେଖି ନାହିଁ। ଆଉ